Hello everyone, welcome to our YouTube channel Unique Learners Hub. ଆଶା କରୁଛେ ତମମାନେ ସମସ୍ତେ ଭଲରେ ଥିବ। ଆଉ ଆଜି ଆମେ ଆମର ଭାଷା ମହକ ପୁସ୍ତକ ପଞ୍ଚମ ଶ୍ରେଣୀର ସେହି ପୁସ୍ତକର ଗୋଟେ ଗପ ଆଲୋଚନା କରିବା। ପୂର୍ବରୁ ଆମେ ଦ୍ୱିତୀୟ ପାଠ ପଢ଼ି ସାରିଛି। ବର୍ତ୍ତମାନ ଆମେ ତୃତୀୟ ପାଠ ଯେଥାଏ ପର ଉପକାରେ, ଏଇଟା ଗୋଟିଏ ଗପ, ତାହା ଆମେ ପଢ଼ିବା। ଯେଥାଏ ପର ଉପକାରକୁ ଲେଖିଛନ୍ତି ଡକ୍ଟର ରମେଶ ଚନ୍ଦ୍ର ପତ୍ରୀ। ତ ଆରମ୍ଭ କରିବା। ଭାରତ ଆମର ଜନ୍ମଭୂମି, ବିରାଟ ଆମର ଏଇ ଦେଶ। ଆମର ଜନ୍ମଭୂମି ହେଉଛି ଭାରତ, ଆଉ ଆମର ଭାରତ ଦେଶଟି ଗୋଟେ ବଡ଼ ବିରାଟ ଦେଶ ଅଟେ। ଆଉ ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇକି ଆମ ଦେଶଟି ଗଠିତ। ତ ଆମ ଦେଶର ଗୋଟିଏ ରାଜ୍ୟ ଗୁଜରାଟ, ସେହି ରାଜ୍ୟର କଚ୍ଛ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଜଣେ ସାଧୁ। ତାଙ୍କର ନାଁ ଥିଲା ମେକରଣ, ଓ ମେକରଣ ଥିଲେ ଗୁରୁ ଦତ୍ତାତ୍ରେୟଙ୍କର ଶିଷ୍ୟ। ତା ଅର୍ଥ ମେକରଣଙ୍କର ଗୁରୁ ଥିଲେ ଦତ୍ତାତ୍ରେୟ। ଏବଂ ମେକରଣ ଗିରିନାର ପର୍ବତର ପାଦଦେଶରେ ଗୋଟିଏ ଅରଣ୍ୟ ଥିଲା, ଅରଣ୍ୟ ମାନେ ଜଙ୍ଗଲ ଥିଲା। ତ ସେଇ ଜଙ୍ଗଲରେ ସେ 12 ବର୍ଷ ତପସ୍ୟା କରିଥିଲେ। ଏବଂ ଏହି ତପସ୍ୟା କରିବା ସମୟରେ ତାଙ୍କୁ ଭୋକ ହେଲେ ସେ କନ୍ଦମୂଳ ଖାଉଥିଲେ। କନ୍ଦମୂଳ ମାନେ କନ୍ଦା ଯେଉଁ। ଓ ଶୋଷ ହେଲେ ସେ ଝରଣାର ପାଣି ପିଇକି ତାଙ୍କର ତୃଷା ନିବାରଣ ବା ଶୋଷ ମେଣ୍ଟାଉଥିଲେ। ଗୁରୁ ଦତ୍ତାତ୍ରେୟ ଯେତେବେଳେ ଜାଣିଲେ ଯେ ତାଙ୍କ ଶିଷ୍ୟ ମେକରଣ କଠୋର ତପସ୍ୟା କରୁଛନ୍ତି, ତାଙ୍କ ମନ ଆନନ୍ଦରେ ପୂରିଗଲା। ଗୁରୁ ଯେତେବେଳେ ଜାଣିଲେ ତାଙ୍କର ଶିଷ୍ୟ କଠୋର ତପସ୍ୟା କରୁଛନ୍ତି, ତ ସେ ବହୁତ ଖୁସି ହେଲେ ଏବଂ ତାଙ୍କ ପାଖରେ ଆସି ପହଞ୍ଚିଲେ ଏବଂ ତାଙ୍କ ଶିଷ୍ୟଙ୍କୁ ଆଶୀର୍ବାଦ କଲେ। ମେକରଣ ଦତ୍ତାତ୍ରେୟଙ୍କୁ କହିଲେ, ଗୁରୁଦେବ, ମୁଁ 12 ବର୍ଷ ଧରି ତପସ୍ୟା କରିସାରିଛି। ଏବେ ମୋତେ କଣ କରିବାକୁ ହେବ ଦୟାକରି କୁହନ୍ତୁ। ତ ଦତ୍ତାତ୍ରେୟ ତାଙ୍କର 2ଟି ତୁଣ୍ଡି ଦେଇ କହିଲେ। କାହାକୁ ଦେଲେ? ମେକରଣଙ୍କୁ। ଓ କହିଲେ, ପୁଅ, ତୁମେ ଯେଉଁ କଚ୍ଛ ଭୂମିରୁ ଆସିଛ, ସେଠାରେ ବହୁ ଅଞ୍ଚଳ ମରୁଭୂମି। କଣ କହିଲେ? ମେକରଣଙ୍କୁ କହିଲେ ଯେ, ପୁଅ, ତୁମେ ଯେଉଁ କଚ୍ଛ ଭୂମିରୁ ଆସିଛ, ସେଇ କଚ୍ଛ ଭୂମିରେ ବହୁତ ଅଞ୍ଚଳ ମରୁଭୂମି ଅଟେ। ମରୁଭୂମିରେ ତମେ ମାନେ ଜାଣିଥିବ ଯେ ବାଲି ଭରି ରହିଥାଏ ଏବଂ ପାଣିର ଅଭାବ। ତ ସେହି ମରୁଭୂମି ଅଞ୍ଚଳ ଦେଇ ଯାଉଥିବା ପଥିକ ମାନେ ପାଣି ନ ପାଇ ତୃଷାରେ କାତର ହୋଇ ପଡ଼ନ୍ତି। ଗୁରୁ ଦତ୍ତାତ୍ରେୟ କହିଲେ ଯେ ସେ ମରୁଭୂମି ଅଞ୍ଚଳ ଦେଇ ଯେଉଁ ଲୋକମାନେ ଯିବା ଆସିବା କରୁଛନ୍ତି, ପଥିକ ମାନେ, ସେମାନେ ମରୁଭୂମି ହୋଇଥିବାରୁ ସେଠାରେ ପାଣିର ଅଭାବ, ତ ପାଣି ନ ପାଇ ସେମାନେ ଶୋଷରେ ବହୁତ ଅସୁବିଧାରେ ପଡ଼ନ୍ତି। ପାଣି ଅଭାବରୁ ଅନେକ ସମୟରେ ସେମାନେ ମୃତ୍ୟୁ ମୁଖରେ ମଧ୍ୟ ପଡ଼ନ୍ତି। ତ ମେକରଣଙ୍କୁ କହିଲେ ଦତ୍ତାତ୍ରେୟ, ତୁମେ 2ଟି ଯାକ ତୁଣ୍ଡି ନିଅ, ପାଣି ନେଇ ସେମାନଙ୍କୁ ପ୍ରତିଦିନ ପିଇବାକୁ ଦେବ। ଏହା ହିଁ ତୁମ ପାଇଁ ହେବ ଗୋଟେ ମହତ୍ କାର୍ଯ୍ୟ। ତ ତୁଣ୍ଡି ମାନେ ଜାଣିପାରିଲ ପିଲାମାନେ? ତୁଣ୍ଡି ମାନେ ଯେଉଁଠାରେ ଲୋଟା ଯେଉଁ କହନ୍ତି, ତାକୁ ତୁଣ୍ଡି କହିବା। ତ ଏ ଚିତ୍ରରେ ଦେଖିପାରୁଥିବ, ସେ ତୁଣ୍ଡିର ଚିତ୍ର ଅଛି। ଏମିତି 2ଟି ତୁଣ୍ଡି ନେଇ ସେଇ ପଥିକ ମାନଙ୍କୁ ପ୍ରତିଦିନ ପାଣି ଦେବାକୁ ଗୁରୁ ଦତ୍ତାତ୍ରେୟ ମେକରଣଙ୍କୁ କହିଲେ ଏବଂ ଏହି କାର୍ଯ୍ୟ ଗୋଟେ ମହତ୍ କାର୍ଯ୍ୟ ହେବ ବୋଲି ସେ କହିଲେ। ଶିଷ୍ୟଙ୍କୁ ଏହି ପରାମର୍ଶ ଦେଇ ଦତ୍ତାତ୍ରେୟ ଚାଲିଗଲେ। ତାଙ୍କ ଶିଷ୍ୟଙ୍କୁ ପରାମର୍ଶ ଦେଇ ଦତ୍ତାତ୍ରେୟ ସେଠାରୁ ଚାଲିଗଲେ। ମେକରଣ ମଧ୍ୟ କଣ କଲେ? ଗିରିନାର ପର୍ବତରୁ ଫେରି ଆସିଲେ। କେଉଁଠିକୁ? ନିଜର ତାଙ୍କର ସେ ଯେଉଁ ଆସିଥିଲେ ଯେଉଁଠାରୁ କଚ୍ଛ ଭୂମିରୁ, ସେ କଚ୍ଛ ଭୂମିକୁ ଫେରି ଆସିଲେ। ସେଠାରେ ସେ ବାଲି ମାଟିରେ ଏକ କୁଡ଼ିଆ ତିଆରି କଲେ। ସେ କଚ୍ଛ ଭୂମିରେ ରହିବା ପାଇଁ ପ୍ରଥମେ ବାଲି ମାଟିର ଗୋଟିଏ କୁଡ଼ିଆଟିଏ ତିଆରି କଲେ ଏବଂ ପ୍ରତିଦିନ ସେ ତୁଣ୍ଡି ଗୁଡ଼ିକରେ ପାଣି ପୁରାଇ
ଭାର ସାହାଯ୍ୟରେ ମରୁଭୂମିରେ ବହୁ ଦୂରକୁ ବୋହି ନେଉଥିଲେ। ଚିତ୍ରରେ ଦେଖିପାରୁଥିବ କେମିତି ଭାରରେ ବୋହିକି ପାଣି ଭରି ସେ ତୁଣ୍ଡି ଗୁଡ଼ିକରେ ସେ ଯାଉଛନ୍ତି। ତ ଏମିତି ଭାବରେ ସେ ମରୁଭୂମିରେ ବହୁତ ଦୂରକୁ ବୋହି ନେଉଥିଲେ ପାଣି। ଆଉ ଶେଷରେ ବିକଳ ହୋଇ ପାଣି ମୁନ୍ଦାଏ ଯେଉଁ ଯାତ୍ରୀମାନେ ଖୋଜୁଥିଲେ ସେମାନଙ୍କ ପାଖରେ ଯାଇ ପହଞ୍ଚି ଯାଉଥିଲେ ମେକରଣ ଏବଂ ସେମାନଙ୍କୁ ପାଣି ପିଆଉଥିଲେ। ଏହା ମଧ୍ୟ ଚିତ୍ରରେ ଦେଖାଯାଇଛି, ଦେଖିପାରୁଥିବ ତୁମେମାନେ। ତ ପାଣି ତମେମାନେ ସମସ୍ତେ ଜାଣିଛ ଯେ ପାଣି ଆମ ବଞ୍ଚିବା ପାଇଁ ନିହାତି ଆବଶ୍ୟକ। ତ ଯେଉଁମାନେ ଖରାରେ ମରୁଭୂମିରେ ଯାଉଥିବେ ପାଣି ତାମାନେ ସେମାନଙ୍କୁ ଶୋଷ ଲାଗୁଥିବ ଏବଂ ପାଣି ଟିକେ ପାଇଲେ ସେମାନଙ୍କୁ କିପରି ଲାଗିବ? ବହୁତ ଖୁସି ଲାଗିବ, ଯେମିତିକି ମୃତ୍ୟୁ ମୁଖରୁ ବଞ୍ଚି ଆସିଲା ପରି ଲାଗିବ। ତ ସେମାନଙ୍କୁ ଯେତେବେଳେ ପାଣି ପିଆଉଥିଲେ ମେକରଣ, ସେମାନେ ସେମିତି ମରଣ ମୁହଁରୁ ମୁକୁଲି ଆସିଥିବା ମଣିଷ ମାନେ ଭଳିଆ ରହୁଥିଲେ ଏବଂ ମୁହଁରେ ତାଙ୍କର ହସ ଫୁଟି ଉଠୁଥିଲା। ଏହା ଦେଖି ମେକରଣ ବହୁତ ଖୁସି ମଧ୍ୟ ହେଉଥିଲେ। ସନ୍ଧ୍ୟା ହେଲେ ସେ ପାଖ ଆଖ ଗାଁରୁ ଭିକ୍ଷା କରୁଥିଲେ। ମେକରଣ ସନ୍ଧ୍ୟା ସମୟରେ କଣ କରନ୍ତି, ପାଖ ପାଖ ଗାଁକୁ ଯାଇ ସେଠାରେ ଭିକ୍ଷା ମାଗୁଥିଲେ ଏବଂ ସେଥିରୁ ଯାହା ମିଳୁଥିଲା ସେଥିରୁ ସେ ବଞ୍ଚି ଯାଉଥିଲେ। କ୍ରମେ ଧୀରେ ଧୀରେ ମେକରଣ ବାର୍ଦ୍ଧକ୍ୟରେ ଉପନୀତ ହେଲେ। ତା ଅର୍ଥ ଧୀରେ ଧୀରେ ମେକରଣ ବୁଢା ହୋଇଗଲେ। ସେ ଆଉ ବେଶୀ ପରିଶ୍ରମ କରିପାରିଲେ ନାହିଁ। ବୟସ ଚାଲିଗଲେ ଲୋକମାନେ ପରିଶ୍ରମ ଆଉ ବେଶୀ କରିପାରିବେ ନାହିଁ। ତ ସେମିତି ସେ ମଧ୍ୟ ଆଉ ବେଶୀ ପରିଶ୍ରମ କରିପାରିଲେ ନାହିଁ। ନିଜେ ରହୁଥିବା ସ୍ଥାନରେ ସେ ଗୋଟିଏ ଗଧ ଆଉ ଗୋଟିଏ କୁକୁର ପାଳିଲେ। ଏ ଚିତ୍ରରେ ଦେଖିପାରୁଥିବ ତାଙ୍କର ଗଧଟିଏ ଆଉ କୁକୁରଟିଏ ସେ ପାଳିଥିଲେ। ଚିତ୍ରରେ ମଧ୍ୟ ଦେଖାଯାଇଛି। ତ ଏମିତି ମେକରଣ କଣ କଲେ, ତାଙ୍କ ବୟସ ହୋଇଯିବାରୁ ସେ ଗଧଟିଏ ଆଉ କୁକୁରଟିଏ ପାଳିଲେ। କୁକୁରଟିର ନାଁ ଦେଇଥିଲେ ମୋତି ଆଉ ଗଧଟିର ନାଁ ଲାଲା। ଏଣିକି ସେ ତୁଣ୍ଡି ଦୁଇଟିରେ ପାଣି ଭରି ନିଜେ ଭାରରେ ନ ବୋହି ତାକୁ ଗଧ ପିଠିରେ ଓହଲାଇ ଦେଉଥିଲେ। ସାଙ୍ଗରେ ଗୋଟିଏ ଡବା ମଧ୍ୟ ଦେଉଥିଲେ। ଆଗରେ ସେ ଗଧର ଆଗରେ ଯାଉଥିଲା ମୋତି। ମୋତି ମାନେ ସେ କୁକୁରର ନାଁ। ତ ମୋତି ଲାଲାର ଆଗରେ ଯାଉଥିଲା। ମୋତି ଆଗରେ ଯାଉଥିଲା ଏବଂ ଲାଲା ପଛେ ପଛେ ଯାଉଥିଲା। ଯେଉଁଠି ମଣିଷମାନେ ପାଣି ବିନା ଛଟପଟ ହେଉଥିଲେ ସେମାନେ ସେଠି ପହଞ୍ଚି ଯାଉଥିଲେ ଓ ଶୋଷିଲା ମଣିଷମାନେ ଗଧ ପିଠିରେ ଯେଉଁ ଓହଲିଥିବା ତୁଣ୍ଡିରୁ ଡବାରେ ପାଣି କାଢି ପିଉଥିଲେ ଓ ସେମାନଙ୍କର ଜୀବନ ବଞ୍ଚି ଯାଉଥିଲା। ଏମିତି କରି ସେମାନେ ଦିନ ସାରା ଯାଉଥିଲେ ଏବଂ ସନ୍ଧ୍ୟା ହେଲେ ମୋତି ଓ ଲାଲା ପୁଣି ଫେରି ଆସୁଥିଲେ ସେଇ କୁଡ଼ିଆ ପାଖକୁ। ମେକରଣ ଲାଲା ପିଠିରୁ ଯେତେବେଳେ ମୋତି ଓ ଲାଲା କୁଡ଼ିଆକୁ ଫେରି ଆସୁଥିଲେ, ମେକରଣ କଣ କରୁଥିଲେ, ସେ ଲାଲା ପିଠିରୁ ସେଇ ତୁଣ୍ଡି ଦୁଇଟିକୁ ଓହ୍ଲେଇ ଦେଉଥିଲେ। ଦିନ ବେଲା ମେକରଣ କେତେକ ଜାଗାକୁ ଯାଇ ଭିକ୍ଷା ସଂଗ୍ରହ କରି ନେଇ ଆସୁଥିଲେ। ତହିଁରୁ ସେ 2 ଭାଗ ମୋତି ଓ ଲାଲାକୁ ଦେଉଥିଲେ ଓ ଗୋଟିଏ ଭାଗ ନିଜେ ଖାଉଥିଲେ। ଏମିତି ଭାବରେ 3 ଜଣ ବଞ୍ଚୁଥିଲେ। ବେଳେ ବେଳେ କୌଣସି ଭୋକିଲା ଯାତ୍ରୀ ଯଦି ତାଙ୍କ ପାଖରେ ପହଞ୍ଚି ଯାଉଥିଲା ତ ସେ ନିଜ ଭାଗର ଖାଦ୍ୟ ତାକୁ ମଧ୍ୟ ଦେଇ ଦଉଥିଲେ ମେକରଣ। କାରଣ ସେ କ୍ଷୁଧାର୍ତଙ୍କୁ ଖାଦ୍ୟ ଦେଇ ପାରୁଥିବାରୁ ପରମ ତୃପ୍ତି ଲାଭ କରୁଥିଲେ। କିଏ ଯଦି ଭୋକରେ ଥିବ ଓ ତାକୁ ଖାଦ୍ୟ ଦେଇ ପାରୁଥିଲେ ମେକରଣ ବହୁତ ଖୁସି ହେଉଥିଲେ। ତେଣୁ ସେ ନିଜ ଭାଗର ଖାଦ୍ୟ ଦେଇ ନିଜେ ଭୋକିଲା ରହୁଥିଲେ ମଧ୍ୟ। ଥରେ କଚ୍ଛ ରାଜ୍ୟର ରାଜା ସେହି ଅଞ୍ଚଳକୁ ଶିକାର କରିବାକୁ ଆସିଲେ। ତ ତାଙ୍କ ସହିତ ଥିଲେ ତାଙ୍କର କେତେକ ରାଜ କର୍ମଚାରୀ। ରାଜା କଣ ସାରା ଦିନ ବୁଲି ବୁଲି କୌଣସି ଜନ୍ତୁ ପାଇଲେ ନାହିଁ ଶିକାର କରିବାକୁ। ତ ସନ୍ଧ୍ୟା ବେଳକୁ କିଛି ସମୟ ବାକି ଥାଏ ଓ ସେ ମରୁଭୂମିରେ ସେ ମେକରଣଙ୍କର ଗଧ ଓ କୁକୁରକୁ ଦେଖିଲେ। ଗଧ କୁକୁରକୁ ଦେଖି ସେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ତାଙ୍କର କର୍ମଚାରୀ ମାନଙ୍କୁ ପଚାରିଲେ, ଏ ମରୁଭୂମିରେ ଗଧ ଆଉ କୁକୁର କେଉଁଠୁ ଆସିଲେ? ଏଠାରେ ତ ଚିତା ବାଘର ଭୟ ରହିଛି। ଜଙ୍ଗଲରେ ମରୁଭୂମିରେ ଗଧ ଓ କୁକୁର କେଉଁଠୁ ଆସିଲେ ବୋଲି ରାଜା ତାଙ୍କର କର୍ମଚାରୀ ମାନଙ୍କୁ ପଚାରିଲେ ଓ କହିଲେ ଯେ ଏଠାରେ ତ ଚିତା ବାଘର ଭୟ ରହିଛି, ତା ହାବୁଡରେ ଏମାନେ କେମିତି ବଞ୍ଚିଛନ୍ତି ଓ ରହିଛନ୍ତି ବୋଲି ପଚାରିଲେ।
ଜଣେ ରାଜ କର୍ମଚାରୀ ଉତ୍ତର ଦେଲେ, ମହାରାଜ, ଏମାନେ ହେଉଛନ୍ତି ସନ୍ନ୍ୟାସୀ ମେକରଣଙ୍କର ପୋଷା ଜନ୍ତୁ। ସେ କଣ କହିଲେ? ମେକରଣ ସନ୍ନ୍ୟାସୀ ଯେଉଁ ଅଛନ୍ତି ତାଙ୍କର ପୋଷା ଜନ୍ତୁ ଏ ଦୁଇଟି, ଓ ଏ ଅଞ୍ଚଳର ସମସ୍ତ ପ୍ରାଣୀଙ୍କ ପାଖରେ ଏମାନେ ପରିଚିତ। ତା ଅର୍ଥ ସେ ଅଞ୍ଚଳରେ ଯେତେ ବି ପ୍ରାଣୀ ଅଛନ୍ତି ସମସ୍ତେ ସେ ଗଧ ଓ କୁକୁରକୁ ଚିହ୍ନିଛନ୍ତି, ଜାଣିଛନ୍ତି। ମରୁଭୂମିରେ ପାଣି ନ ପାଇ ଛଟପଟ ହେଉଥିବା ପ୍ରାଣୀମାନଙ୍କୁ ଏମାନେ ପାଣି ଯୋଗାଉଛନ୍ତି। ଏମାନେ କଣ କରୁଛନ୍ତି? ମରୁଭୂମିରେ ଯେଉଁମାନେ ପାଣି ନ ପାଇ ପାରୁଛନ୍ତି ସେମାନଙ୍କୁ ପାଣି ଯୋଗାଉଛନ୍ତି। କୌଣସି ହିଂସ୍ର ଜନ୍ତୁ ମଧ୍ୟ ଏମାନଙ୍କର ଅନିଷ୍ଟ କରନ୍ତି ନାହିଁ। ତ କହିଲେ କି କୌଣସି ହିଂସ୍ର ଜନ୍ତୁ ଯେମିତିକି ଚିତାବାଘ ମଧ୍ୟ ଏମାନଙ୍କର କିଛି ଅନିଷ୍ଟ କରନ୍ତି ନାହିଁ। ତ ରାଜା କହିଲେ, ଆଜି ଶିକାର ତ ହୋଇପାରିଲା ନାହିଁ। ଆମେ ଏତେ ଦୂରରୁ ଆସିଛୁ ଯେତେବେଳେ ସନ୍ନ୍ୟାସୀ ମେକରଣଙ୍କ ସହିତ ଭେଟ ହୋଇଯିବା ଉଚିତ ହେବ। ତାପରେ ଲାଲା ଓ ମୋତି ଯେଉଁଆଡ଼େ ଗଲେ ତାଙ୍କ ପଛେ ପଛେ ରାଜା ଓ ତାଙ୍କର କର୍ମଚାରୀ ମାନେ ଚାଲିବାକୁ ଲାଗିଲେ। ତ କିଛି ବାଟ ଗଲା ପରେ ଗୋଟିଏ କୁଡ଼ିଆ ପାଖରେ ଲାଲା ଓ ମୋତି ଅଟକି ଗଲେ ଏବଂ କୁଡ଼ିଆ ଭିତରୁ ଗୋଟିଏ ବୃଦ୍ଧ ସନ୍ନ୍ୟାସୀ ବାହାରି ତାଙ୍କର ହାତ ଥର ଥର ହାତରେ, ତାମାନେ ତାଙ୍କର ହାତ ଥରି ଯାଉଥିଲା ଏବଂ ସେ ଗଧ ପିଠିରୁ ପାଣି ତୁଣ୍ଡି ଦୁଇଟି ଓହ୍ଲାଇ ଆଣିଲେ ଓ ଗଧର ବେକରେ ସେ ଆଉ ଗୋଟିଏ ମୁଣା ଝୁଲେଇ ଦେଲେ ଓ କୁକୁରକୁ ଚିଠିଟିଏ ଦେଲେ। ତାଙ୍କର ସେ ଚିଠିରେ କଣ ଥିଲା? ତାଙ୍କର ଯାହା ଦରକାର ଥିଲା, ଦରକାରୀ ଜିନିଷ ଗୁଡ଼ିକର ନାଁ ଲେଖା ଥିଲା। ତ ପାଖ ଗାଁର ଦୋକାନୀ ମଧ୍ୟ ଏ ଚିଠି ସହିତ ପରିଚିତ ଥିଲା, କାରଣ ପ୍ରତିଦିନ ଏମିତି କୁକୁର ହାତରେ ଚିଠି ଦେଇ ଏବଂ ଗଧ ବେକରେ ମୁଣା ଝୁଲାଇ ଦେଇ ମେକରଣ ତାଙ୍କର ଦରକାର ଜିନିଷ ସବୁ ସେ ଦୋକାନୀ ଠାରୁ ଆଣୁଥିଲେ। ତ ସେ ମେକରଣଙ୍କର ଚିଠି ଅନୁଯାୟୀ ଜିନିଷ ଗଧ ବେକରେ ଝୁଲା ହେଇଥିବା ମୁଣାରେ ଭର୍ତ୍ତି କରି ଦେଉଥିଲା ଦୋକାନୀଟି। ରାଜା ଏସବୁ ଦୂରରୁ ଦେଖୁଥିଲେ। ସେ ଓ ତାଙ୍କ କର୍ମଚାରୀ ମାନେ ସନ୍ନ୍ୟାସୀଙ୍କ ପାଖରେ ପହଞ୍ଚିଲେ ଏବଂ ନିଜର ପରିଚୟ ଦେଲେ। ମେକରଣ ରାଜାଙ୍କୁ କହିଲେ, ହେ କଚ୍ଛର ରାଜା, ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ମୋ କୁଡ଼ିଆ ଭିତରକୁ ଆସନ୍ତୁ। ଯେତେବେଳେ ରାଜା ତାଙ୍କର ପରିଚୟ ଦେଲେ, ମେକରଣ ରାଜାଙ୍କୁ କହିଲେ ଯେ, ହେ କଚ୍ଛର ରାଜା, ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି, ମୋ କୁଡ଼ିଆକୁ ଭିତରକୁ ଆସନ୍ତୁ ବୋଲି ସେ କୁଡ଼ିଆ ଭିତରକୁ ଡାକିଲେ। ଚିତ୍ର ଦେଖିପାରୁଥିବା ପିଲାମାନେ, এই କୁଡ଼ିଆଟି ହେଉଛି ମେକରଣଙ୍କର। ଏଠି କୁକୁର ଓ ଗଧ ମଧ୍ୟ ଅଛନ୍ତି ଓ ରାଜ କର୍ମଚାରୀ ଏବଂ ରାଜା ମଧ୍ୟ ଅଛନ୍ତି। ତ ସେତେବେଳେ ଶୀତ ବଢ଼ିବାକୁ ଲାଗିଥାଏ। ମେକରଣଙ୍କ ଦେହ ଶୀତରେ ଥରଥର ହେଉଥାଏ। ରାଜା ପଚାରିଲେ, ମହାଶୟ, ଏ ମରୁ ଅଞ୍ଚଳରେ ଆପଣଙ୍କୁ କଣ ଶୀତ ହେଉନାହିଁ? ରାଜା ମେକରଣଙ୍କୁ ପଚାରିଲେ ଯେ, ଏ ମରୁଭୂମି ଅଞ୍ଚଳରେ ଆପଣଙ୍କୁ କଣ ଶୀତ ହେଉନାହିଁ? ମେକରଣ କହିଲେ, ଶୀତ ହେଉଛି, କିନ୍ତୁ ମୁଁ ଶୀତକୁ ଡରୁ ନାହିଁ ବୋଲି କହିଲେ। ଜୀବନର ଶେଷ ପର୍ଯ୍ୟନ୍ତ ପ୍ରାଣୀମାନଙ୍କ ସେବା କରିବା ମୋ ଜୀବନ ବିତାଇବା ପାଇଁ ହିଁ ମୋର ଇଚ୍ଛା। ତ ସେ କଣ କହିଲେ? ତାଙ୍କ ଜୀବନର ଶେଷ ହେବା ପର୍ଯ୍ୟନ୍ତ ପ୍ରାଣୀମାନଙ୍କର ସେବା କରି ସେ ତାଙ୍କର ଜୀବନ ବିତାଇବା ତାଙ୍କର ଇଚ୍ଛା ବୋଲି କହିଲେ। ତ ରାଜା ନିଜ କାନ୍ଧରେ ପଡ଼ିଥିବା ମଣି ମୁକ୍ତା ଖଚିତ ଯେଉଁ ଚଦରଟି ରାଜା ଧରିଥାନ୍ତି, ସେଇ ଚଦରଟିକୁ ସନ୍ନ୍ୟାସୀଙ୍କ ଦେହରେ ଘୋଡ଼ାଇ ଦେଲେ ରାଜା। ମେକରଣ କିନ୍ତୁ ଖୁସି ହେଲେ ନାହିଁ। ସେ ବିନୟର ସହିତ, ଅତି ବିନୟର ସହିତ ସେ ରାଜାଙ୍କର ଚଦରଟି ରାଜାଙ୍କୁ ଫେରାଇ ଦେଇ କହିଲେ, ମହାରାଜ, ଏ ସ୍ଥାନର ଶୀତ ସହିବାରେ ମୋ ଦେହ ଅଭ୍ୟସ୍ତ ହୋଇଯାଇଛି। ସେ କଣ କହିଲେ? ଏ ଜାଗାର ଶୀତକୁ ସହିବା ମୋ ଦେହର ଅଭ୍ୟାସ ହୋଇଯାଇଛି। ମୋ ପାଇଁ ଏଇ ଚଦରର ଆବଶ୍ୟକତା ନାହିଁ ବୋଲି କହିଲେ ଏବଂ କହିଲେ ଯେ, ଅନ୍ୟ କେହି ଦୁଃଖୀ ଲୋକଙ୍କୁ ଆପଣ ଏହାକୁ ଦାନ କଲେ ମୁଁ ଅଧିକ ଖୁସି ହେବି। ମୋତେ ଦେବା ଅପେକ୍ଷା ଅନ୍ୟ କୌଣସି ଦୁଃଖୀ ଲୋକଙ୍କୁ ଯଦି ଆପଣ ଏହା ଦାନ କରିବେ ତ ମୁଁ ଅଧିକ ଖୁସି ହେବି ବୋଲି କହିଲେ। ମେକରଣଙ୍କର ଏପରି କଥା ଶୁଣି ରାଜା ସ୍ତମ୍ଭୀଭୂତ ହେଲେ। ଆଗ୍ରହ କରି କହିଲେ, ହେ ସନ୍ନ୍ୟାସୀ, ଆପଣ ମୋତେ ଅନ୍ୟ କୌଣସି ଜିନିଷ ମାଗନ୍ତୁ, ମୁଁ ତାହା ଆପଣଙ୍କୁ ଦାନ କରିବି। ରାଜା ବହୁତ ଆଗ୍ରହର ସହିତ ସନ୍ନ୍ୟାସୀଙ୍କୁ କହିଲେ ଯେ, ତୁମେ ଅନ୍ୟ କୌଣସି ଜିନିଷ ମୋତେ ମାଗନ୍ତୁ, ମୁଁ ତାହା ଆପଣଙ୍କୁ ଦାନ କରିବି। ସନ୍ନ୍ୟାସୀ କହିଲେ, ହଁ, ମୁଁ କେବଳ ଗୋଟିଏ ଜିନିଷ ଆପଣଙ୍କୁ ମାଗିବି।
ତାହା ହେଲା ଆଜିଠାରୁ ଏଇ କଚ୍ଛ ଭୂମିରେ ଆପଣ ଆଉ କେବେ ଶିକାର କରିବେ ନାହିଁ। ବ୍ୟାକରଣ କଣ କହିଲେ? ମୁଁ କେବଳ ଗୋଟେ ଜିନିଷ ଆପଣଙ୍କୁ ମାଗିବି ଯେ ତାହା ହେଲା ଆଜିଠାରୁ ଏ କଚ୍ଛ ଭୂମିରେ ଆପଣ ଆଉ କେବେ ବି ଶିକାର କରିବେ ନାହିଁ। ଫଳରେ ଏ ସ୍ଥାନର ବନ୍ୟ ପ୍ରାଣୀ ମାନେ, ତା ଅର୍ଥ ସେଠାରେ ରହୁଥିବା ଯେଉଁ ପ୍ରାଣୀମାନେ, ବନ୍ୟ ପ୍ରାଣୀମାନେ, ସେମାନେ ସ୍ୱଚ୍ଛନ୍ଦରେ ବିଚରଣ କରିପାରିବେ, ବିନା ଭୟରେ ସେଠାରେ ବୁଲି ପାରିବେ। ବଣ ଜଙ୍ଗଲ ମଧ୍ୟ ସୁରକ୍ଷିତ ରହିବ। ତ ମେକରଣଙ୍କର ଏପରି କଥା ଶୁଣି ରାଜା କହିଲେ, ହେ ସନ୍ନ୍ୟାସୀ, ମୁଁ ଆପଣଙ୍କୁ କଥା ଦେଉଛି, ଆଜିଠାରୁ ଏହି ଅଞ୍ଚଳରେ ଆଉ କେହି କୌଣସି ବନ୍ୟ ପ୍ରାଣୀଙ୍କୁ ଶିକାର କରିବେ ନାହିଁ। ମେକରଣଙ୍କର କଥା ଶୁଣି ରାଜା କଣ କହିଲେ ଯେ, ହେ ସନ୍ନ୍ୟାସୀ, ମୁଁ ଆଜିଠାରୁ କଥା ଦେଉଛି ଯେ ଆଜିଠାରୁ ଏ ଅଞ୍ଚଳରେ ଆଉ କେହି ବି ବନ୍ୟ ପ୍ରାଣୀଙ୍କୁ ଶିକାର କରିବେ ନାହିଁ। ତାପରେ ରାଜା ନିଜ ଉଆସକୁ ଫେରି ଆସିଲେ। ସେହିଦିନ ଠାରୁ ଆଜି ଯାଏ ଏହି ଅଞ୍ଚଳରେ ବନ୍ୟ ପ୍ରାଣୀମାନେ ନିର୍ଭୟରେ ବିଚରଣ କରୁଛନ୍ତି, ବିନା ଭୟରେ ବିଚରଣ କରୁଛନ୍ତି, ବୁଲୁଛନ୍ତି। କାରଣ ଏଠାରେ ଶିକାର କରିବାକୁ ବାରଣ କରାଯାଇଛି, ମନା କରାଯାଇଛି। ତ ଏତିକିରୁ ଆମର ଏଇ ଯୋଉ ଗପଟି ସରୁଛି। ଆଶା କରୁଛି ଆପଣ ମାନଙ୍କୁ ସବୁ ଭଲ ଲାଗିଥିବ। ତ ଏଇ ଗପରୁ ଆମେ କଣ ଶିଖିଲେ? ମେକରଣ କିପରି ସବୁବେଳେ ଅନ୍ୟର ଉପକାର ଚିନ୍ତା କରୁଥିଲେ। ସେ ଅନ୍ୟର ଉପକାର ଚିନ୍ତା କରୁଥିବାରୁ ଭଗବାନ ତାଙ୍କର ଉପକାର ଚିନ୍ତା କରୁଥିଲେ। ଅନ୍ୟ ଲୋକମାନେ ମଧ୍ୟ ତାଙ୍କର ଉପକାର ଚିନ୍ତା କରୁଥିଲେ। କେହି ତାଙ୍କର ଅହିତ ଚିନ୍ତା କରୁନଥିଲେ। ତ ସବୁବେଳେ ଆମେ ଅନ୍ୟର ଉପକାର ଚିନ୍ତା କରିବା, ପରୋପକାରୀ ହେବା। ଯିଏ ଥାଏ ପରୋପକାରରେ, ତା ଅର୍ଥ ଯିଏ ଅନ୍ୟର ଉପକାରରେ ଥାଏ ସେ ଭଗବାନଙ୍କ ମଧ୍ୟ ପ୍ରିୟ ହୋଇଥାଏ ଏବଂ ସମସ୍ତଙ୍କର ପ୍ରିୟ ହୋଇଥାଏ। ତାର ଅପକାର କେହି କରନ୍ତି ନାହିଁ, ତାର ଅହିତ କେହି କରନ୍ତି ନାହିଁ। ଏ ପାଠ ମାନଙ୍କର ପ୍ରଶ୍ନ ଉତ୍ତର ମଧ୍ୟ ଆମେ ଆଲୋଚନା କରିବା। ଆପଣ ମାନେ ଯେତିକି ପାରୁଛନ୍ତି ଆପଣଙ୍କର ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଯାହା ଡାଉଟ୍ ଅଛି କମେଣ୍ଟ କରନ୍ତୁ ଏବଂ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ ଆମ ଚ୍ୟାନେଲକୁ। ପ୍ରଶ୍ନ ଉତ୍ତର ପୁଣି ଆସିବ। ଏହାର ପ୍ରଥମ ପାଠ, ଦ୍ୱିତୀୟ ପାଠ, ତୃତୀୟ ପାଠ 3ଟି ସରିଛି। ତ ଆମେ ପ୍ରଶ୍ନ ଉତ୍ତର ମଧ୍ୟ ଆଲୋଚନା କରିବା। ଆଶା କରୁଛି ଆପଣମାନଙ୍କୁ ଏହି ଗପଟି ଭଲ ଲାଗିଥିବ ଏବଂ ଆପଣମାନେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ ଚ୍ୟାନେଲଟିକୁ। ନମସ୍କାର।